ବହୁତ ଦିନ ହବ ଆମର ଆଇଁଷ ହେଇନଥିଲା। ବାବା ମାମା ବଜାର ଯାଇଥିଲେ, ସେଥିପାଇଁ ସେ ସାଙ୍ଗରେ ଚିକେନ ନେଇ ଆସିଥିଲେ। ଆଉ ମୁଁ ତାଙ୍କୁ କହିଥିଲି କିଛି ପୋଦିନା ପତ୍ର ଆଉ କିଛି ଧନିଆ ପତ୍ର ନେଇ ଆସିବା ପାଇଁ। କାହିଁକି ନା ମୋତେ ଆଜି କରିବାର ଥିଲା ହରିଆଲି ଚିକେନ। ପୋଦିନା ପତ୍ର ଆଉ ଧନିଆ ପତ୍ରକୁ ଭଲ ଭାବରେ ବାଛିଦେଲି। ଆଉ କିଛି ଅଦା, କଞ୍ଚା ଲଙ୍କା ଆଉ କିଛି ରସୁଣ ନେଇ ତାକୁ ଭଲ ଭାବରେ ପେଷ୍ଟ କରିନେଲି। କରେଇ ବସେଇଦେଲି, ସେଥିରେ ତେଲ ପକେଇଦେଲି। ତେଲ ଗରମ ହେଲା ପରେ ସେଥିରେ କିଛି ଗୋଟା ମସଲା ପକେଇଦେଲି। ତାପରେ ସେଥିରେ କିଛି ପିଆଜ ପକେଇଦେଲି। ପିଆଜଟି ଭଲ ଭାବରେ ତାତିଗଲା ପରେ ସେଥିରେ ବଟା ହୋଇଥିବା ମସଲାକୁ ପକେଇଦେଲି। ତାକୁ ଭଲ ଭାବରେ ଘାଣ୍ଟିଦେଲି। ଆବଶ୍ୟକ ଅନୁସାରେ ଲୁଣ, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ ପକେଇ ଅନ୍ୟାନ୍ୟ ମସଲା ସବୁକୁ ମଧ୍ୟ ପକେଇଦେଲି। ତାପରେ ତାକୁ କିଛି ସମୟ ଭଲ ଭାବରେ କଷିନେଲି। ମସଲାଟି ଭଲ ଭାବରେ କଷି ହେଲା ପରେ ଧୋଇ ରଖିଥିବା ଚିକେନକୁ ସେଥିରେ ପକେଇଦେଲି। ତାପରେ ଆସ୍ତେ ଆସ୍ତେ ଚିକେନକୁ ମଧ୍ୟ ଭଲ ଭାବରେ କଷେଇଦେଲି। କିଛି ସମୟ କଷେଇଲା ପରେ ମୋର ରେଡ଼ି ହେଇଗଲା ହରିଆଲି ଚିକେନ। ଆଉ ଚିକେନର ସ୍ୱାଦ ଉଫ୍ କି ଟେଷ୍ଟି। ଭିଡ଼ିଓ ଭଲ ଲାଗିଲେ ଲାଇକ୍ ଗୋଟେ ନିହାତି କରିବେ। ରହିଲି, ଜୟ ଜଗନ୍ନାଥ।